ବୋଉ ତୁ ଖୁସି ନା? ଆଜି ମୋ ପାଇଁ ପୃଥିବୀଟା ପାଲିଟି ଯାଇଥିଲା ନୀରବ, ନିଥର, ଭାବହୀନ କିଛି ଶବ୍ଦର ସମାବେଶ। ସବୁକିଛି ଶେଷ ହୋଇଯାଇଥିଲା ଜୀବନରୁ। ବୃତ୍ତର ଯେଉଁ ବିନ୍ଦୁରୁ ଜୀବନ ଆରମ୍ଭ ହୋଇଥିଲା, ବୁଲି ବୁଲି ଆଜି ସେଇଠି ପୁଣି ପହଞ୍ଚି ଯାଇଥିଲା। ଏହାପରେ ଆଉ କ'ଣ? ବିରାଟ ପ୍ରଶ୍ନବାଚୀ ସବୁ ମୁଣ୍ଡ ଉଠେଇ ମୋ ଆଡ଼କୁ ଧାଇଁ ଆସୁଥିଲେ। ଆଖି ବୁଜିଦେଲି ମୁଁ, ତଥାପି ସେଥିରୁ ନିସ୍ତାର ପାଇଲି ନାହିଁ। ସେପଟ ଘରୁ ଭାସି ଆସୁଥିବା ଯୁକ୍ତିତର୍କ ମୋର ଭବିଷ୍ୟତକୁ ସୁଧାରିବାର ପ୍ରୟାସରେ ବର୍ତ୍ତମାନକୁ ଧ୍ୱସ୍ତ କରି ଚାଲିଥିଲା। ଆଜି ମୋର ଭାଗ୍ୟ ନିର୍ଦ୍ଧାରଣ ହେବ। ମୋର ଭାଗ୍ୟ, କିନ୍ତୁ ମୋ ବିନା ଅନୁମତିରେ ଆଉ ବିନା ସହମତିରେ। ଝରକା ସେପଟକୁ ଚାହିଁଲି। ପିଜୁଳି ଗଛରେ ନୂଆ କରି ଏ ବର୍ଷ ନୂଆ ନୂଆ ପିଜୁଳି ହେଇଛି। ମୁଁ ଏ ଘରକୁ ଆସିବାର ପ୍ରଥମ ବର୍ଷ ବୋଉର ଆଉ ମୋର ଏ ଗଛ ପୋତିଥିଲୁ। ତା ମୂଳରେ ପାଣି ଢାଳିଲା ବେଳେ ବୋଉ କହିଥିଲା, ଏ ପିଜୁଳି ଗଛକୁ ଯେବେ ଯେବେ ଦେଖିବୁ ତା ଫଳ ଖାଇବୁ, ମୋତେ ମନେ ପକେଇବୁ। କିଏ ଜାଣେ ସେତେବେଳେ ମୁଁ ଥିବି କି ନାହିଁ। ସତରେ ବୋଉ କ'ଣ ଜାଣିସାରିଥିଲା ଏତେ ଶୀଘ୍ର ସେ ଚାଲିଯିବ ବୋଲି? ଗତ ବର୍ଷ ପର୍ଯ୍ୟନ୍ତ ସେ କହି ହେଉଥିଲା, କେମିତିଆ ଗଛଟା କେଜାଣି, ଖାଇ ପିଇ ଏତେ ବଡ଼ ହେଲାଣି, ହେଲେ କଷିଟିଏ ଧରିବାର ନାଁ ଧରୁନାହିଁ। ଏ ବର୍ଷ ଏଥିରେ କଷି ଧରିଛି, କିନ୍ତୁ ତାକୁ ଦେଖିବାକୁ ବୋଉ ଆଉ ନାହିଁ। ଆଖି ମୋର ଜକେଇ ଆସିଲା। ବୋଉ ବିନା ସବୁକିଛି ମୋତେ ଶୂନଶାନ ଲାଗୁଥିଲା। ସେଇ ଶୂନ୍ୟ ପରିବେଶ ଆଡ଼କୁ ଚାହିଁ ମୁଁ ସ୍ୱାଗତ ଉକ୍ତି କଲି। ବୋଉ ତୁ କେଉଁଠି? ମୋତେ ଛାଡ଼ି ଦଣ୍ଡେ ରହିପାରିବୁନି ବୋଲି କହୁଥିଲୁ। ଏଇଲେ ପୁଣି ଏତେ ଦିନ ହେଲାଣି କେମିତି ରହିଛୁ? ମୋତେ କ'ଣ ସବୁବେଳେ ତୁ ମିଛ କଥା କହୁଥିଲୁ? ମୁଁ ମନ ଭୁଲେଇବାକୁ ନା ବାପାଙ୍କ ରାଗ ଦେଖି ଡରିଯାଇ ବୋଲି ମୋତେ ଖୁସି କରିବାକୁ ଏମିତି କହିଥିଲୁ? ବୋଉ ତୁ କେଉଁଠି? ଆଜି ବି ବାପା ରାଗିଛନ୍ତି। ମାମୁଙ୍କ ସହିତ ସକାଳ ପହରୁ ଯୁକ୍ତିତର୍କ କରୁଛନ୍ତି। ଏହାପରେ ନିଶ୍ଚୟ ମୋ ପାଳି ପଡ଼ିବ। ମୋତେ ହିଁ ସମସ୍ତେ ମିଳିମିଶି ଗାଳି କରିବେ। ତୁ ନାହୁଁ, ମୋତେ ଆଉ କିଏ ରକ୍ଷା କରିବ ବୋଉ? ତୁ କାହିଁକି ଚାଲିଗଲୁ ଯେ? ତୁ ବି କ'ଣ ମୋ ଉପରେ ରାଗି ଯାଇଥିଲୁ? ତୁ କ'ଣ ଆଉ ସତରେ କେବେ ବି ଫେରିବୁନି? ତୋ ଧନ ଏକା ଏକା ସମସ୍ତଙ୍କ ଗାଳି ଏମିତି ଶୁଣୁଥିବ? ଅମାନିଆ ଲୁହଧାର ସବୁ ଆଖିରୁ ବାହାରି ଆସିଲେ। ସେପଟ ଘରୁ ମାମୁଙ୍କ ପାଟି ଜୋରରେ ଶୁଭୁଥିଲା। ଏମିତି କେମିତି ଛାଡ଼ି ଦେଇଯିବି? ତୁମର କିଛି ଠିକ୍ ଠିକଣା ନାହିଁ। ଏମିତି ବି ପିଲାଟାକୁ ପ୍ରଥମରୁ ଘୃଣା କରି ଆସିଛ। ଖାଲି ଇନ୍ଦୁର ମୁହଁକୁ ଚାହିଁ ସବୁ ସହିଯିବା କଥା, ନଚେତ୍ ତୁମ ଭଳି କଂସେଇ ହାତରେ କିଏ କ'ଣ ନିଜ ପିଲାକୁ ଦିଏ? ବାପାଙ୍କର ପ୍ରତିବାଦ ଭରା ରୁକ୍ଷ କିନ୍ତୁ ଦୃଢ଼ ସ୍ୱର ଶୁଭିଲା। ତୁମେ କ'ଣ କହିବାକୁ ଚାହୁଁଛ ମୁଁ ଜାଣିଛି। ସେ ବିଷୟରେ ତୁମ ସଙ୍ଗେ ବିଶେଷ ଆଲୋଚନା କରିବାକୁ ଏବେ ଚାହୁଁନି। ମୁଁ ଯେ ଚନ୍ଦନକୁ ଭଲ ପାଇ ତାକୁ ଛାଡ଼ିବାକୁ ଚାହୁଁଛି ସେ କଥା ମୁଁ କହୁନି, କିନ୍ତୁ ପିଲାଟାର ମାନସିକ ସ୍ଥିତି ବିଷୟରେ ଆମେ ସମସ୍ତେ ବୁଝିବାକୁ ଚେଷ୍ଟା କରିବା କଥା କି ନାହିଁ? ମା ମରିବାର 15ଟା ଦିନ ବି ବିତିନି। ଏମିତି ବେଳେ ତାକୁ ଏ ଘରୁ ନେଇଗଲେ ତାର ମାନସିକ ବିକୃତି ଘଟିବନି? ଆଉ କିଛି ଦିନ ଯାଉ, ମନଟା ଟିକେ ତାର ବୁଝିଗଲା ପରେ ତାକୁ ନେଇଯିବ। କେହି ରୋକିବେନି ସେତେବେଳେ। ଥାଉ ଥାଉ, ଏତେ ତା ବିଷୟରେ ଚିନ୍ତା କରିବା ଦରକାର ନାହିଁ। ଆମ ପିଲା, ଆମେ ତା କଥା ବୁଝିବୁ। ଖାଲି ଭଉଣୀ ମୁହଁକୁ ଚାହିଁ ଆମେ ତାକୁ ଟେକି ଦେଇଥିଲୁ। ଆଜି ଯେତେବେଳେ ଭଉଣୀ ରହିଲାନି, ଆଉ କ'ଣ ପାଇଁ ଏ ଅଲଣା ସ୍ନେହ ଶ୍ରଦ୍ଧା? ଶେଷ ବେଳକୁ ମାମୁଙ୍କ କଣ୍ଠ ରୁନ୍ଧି ହୋଇ ଆସିଲା। ମୁଁ ଯେ ସେଇ ସବୁ ଯୁକ୍ତିତର୍କର ମୂଳ କାରଣ ସେ କଥା ମୁଁ ଜାଣୁଥିଲି। ସକାଳ ପହରୁ ସବୁ ଶୁଣୁଥିଲି, ସବୁ ବୁଝୁଥିଲି, କିନ୍ତୁ ଚୁପ୍ ରହିବାକୁ ବାଧ୍ୟ ଥିଲି। ଏଠି ମୋତେ କେହି କିଛି ପଚାରୁନାହାନ୍ତି। ମୁଁ କହିବି ବା କାହାକୁ? ଏମିତି ବି ବୋଉ ଛଡ଼ା ମୋ କଥା ଆଉ କିଏ ଶୁଣିବାକୁ ଚାହିଁଛି କି କେବେ? କବାଟ ମିଲେଇ ନିଃଶବ୍ଦରେ ମୋ ରୁମ୍ ଭିତରକୁ ପଶି ଆସିଲେ ମାଇଁ। ଆଖିର ଲୁହ ଏ ପର୍ଯ୍ୟନ୍ତ ବି ଶୁଖିନଥିଲା ତାଙ୍କର। ତାଙ୍କ ହାତରେ ଥିଲା ମୋର କିଛି ଲୁଗାପଟା ଆଉ ଗୋଟେ ବଡ଼ ବ୍ୟାଗ୍। ସେଥିରେ ବି କିଛି ଜିନିଷପତ୍ର ଭରିକି ସିଏ ଆଣିଥିଲେ। ତାଙ୍କର ସେ ପ୍ରକାରର ପ୍ରସ୍ତୁତି ଦେଖି ମୁଁ ବୁଝିଗଲି ଯେ ଏଠାରୁ ଏଥର ମୁଁ ନିଶ୍ଚୟ ଯାଉଛି। ଛାତି ଭିତରେ କିଛି ଗୋଟେ ଦଳି ଚକଟି ହୋଇଗଲା ଯେମିତି। ବଡ଼ କରୁଣ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ରହିଲି ମୁଁ। ମୋ ପାଖକୁ ଆସିଲେ ସେ। କିଛି କହିବାକୁ ଚାହୁଁଥିଲେ ବୋଧେ, କିନ୍ତୁ କ'ଣ ଭାବିଲେ କେଜାଣି କିଛି ନ କହି ମୋ ମୁଣ୍ଡକୁ ଖାଲି ଆଉଁସି ଦେଇ ଫେରିଗଲେ। ତାଙ୍କ ପରଶରେ ରହିଥିବା ଏକ ଅଜବ ଆତ୍ମୀୟତା ମୋତେ ଭାରି ଭଲ ଲାଗିଲା। ସକାଳ ପହରୁ
मनटा खाली कहूला काहार कोଳରେ मुंड थोई भें भें होई कांदती किंतु से कोळ एई माईंकर हेउ बोली मु चाहुनथिली। तांको मनरे मो प्रति भल पाइबा थिला, मते भी से भल लागुथिले, हेले तांको उपस्थिति को बेसी समय पर्यंत सह्य करि पारु नथिली। मो आखपाखरे केजाणी काहींकी मनरे वितृष्णा भरी जाउथला। तांको आड़ू मुह फेरई नेली। मु चुपचाप फेरी जाउथिले से मुंड उठेई आउ थरे चाहिली। ये कुआडे प्रकृति मोर बोऊ। दीर्घ वर्षरू मु किंतु तांको माई बोली डाकी आसीची। जे पर्यंत ए घर को आसी नथिली से पर्यंत मु कुआडे तांको बोऊ बोली डाकुथिली। ये केवल मोर शुणिबा कथा, सेपरी किछि भी घटना काहे मोर केबे मने पड़ु नथला। ए घर को आसीगला परे सेई बोऊ हेइगले मोर माई। एबे पुणी तांको मु बोऊ बोली डाकिबी। कि विचित्र मो भाग्य। केमिति एते सबु अनिश्चितता भितरे निजको सामान्य रखिबी। बोऊ सहित बीतेइथिबा दीर्घ 8 वर्षर हसकांद भरा स्मृति मधुर दिन सबू स्पष्ट भाव मने पड़ जाउथला, किंतु ता भितरे किछि अस्पष्ट आ झालु झालुआ छवि भी आखि आगरे नाची उठुतला। से छवि गुड़िकर संपर्क कौन मोर विगत अतीत सहित जड़ित? भल भावरे किछि दृश्य तो हेउ नथिला, तथापि भी मु किछि किछि अनुमान करि पारुथली। से छवि रे भी मु दोड़ी रे झुलुथली, पानी रे खेलुथली, अगणारे दौड़ुथली, किंतु ताहार परिवेश आजिर परिवेश सहित खाप खुआ नथला। मो पछे पछे घूरी बुलुथुआ ममतार सुदृढ़ हाथ मो दिवंगता बोऊर नथिला, बरं थिला अन्य काहार। ता आखिरे भी थिला मो पाई स्नेह आ ममता। अस्पष्ट हेले भी से छवि को मु चिन्हि पारुथली। सी थिले मोर प्रकृत जन्मदात्री, जहाँ को एबे मु माई बोली डाकुची। छिंडा छिंडा होई मने पड़ जाउची विदाय बेलर से करुण दृश्यटा, जेते बेले गोटे लंबा चौड़ा गाड़ी रे मु बसीथिली मो पिउसी देईक कोଳରେ। मखमली शाढ़ीर कण परस मते कुतुकुतु करि पकौथला। एते बड़ विदेशी गाड़ी रे बसी मु निजकू बड़ भाग्यवान मने करुथली। मो सांग माने झरका सेपटे बड़ संतृप्त नयन रे मते चाहि रहिथिले, निश्चय ईर्षा करुथिबे। तांको आखिर विकलता आ लोलुपता को अनुभव करी मु गर्व अनुभव करुथली। गाड़ीर डिक्की खोली छोट छोट 2टा बैग आ किछि भुगा तुटा खेलना आ मो खाइबा डबा रखागला। मु किछि बुझी पारु नथली, तथापि जानिगली जे गाड़ी रे बसी मु कुआडे दूर को जीवी। झरका बाहर को चाहिली। मो जन्मदात्री कबाट कणरे मुह छपई कांदुथिले। जन्मदाता आखि छल छल होईगला। पीसी देई को मु चाहिली मुंड उठेई। सी मते आवश्यकता ठारू अधिक गेल करुथिले। भारी अणनिश्वासी लागुथिला मते। प्रतिवाद करने इच्छा हेउथला, किंतु किछि कहिबा पूर्वरु बुझिबा पूर्वरु गाड़ी स्टार्ट होईगला। गाँ दांडर धूड़ी को पछरे उड़ेई उड़ेई आगे जाइथिला गाड़ी। सहरर राजरास्ता को मते सांगरे नेई मते भारी कांद माडुथला। चेष्टा करी मध्य निजको रोकी पारि नथिली। उच्च स्वर रे कांदिबाकू आरंभ करि देइथिली। पियुसी देई बहुत प्रकारर चेष्टा करी मते चुप करैथिले, किंतु मो भीतरर उदास भावटा कमिबा परिवर्ते बढ़ी बढ़ी चलीथिला। मोर खाली मने पड़ जाउथला मो सांगसाथी आ माटी पानीर खेल, आम झाटी माटीर घर, तार गोबर लिपा अगणा आ मो जन्मदात्रींकर कोमल स्पर्श। एमिति एमिति सबु किछि। मात्र 6 वर्षर कंचा माटी बयस रे मोर रूपांतर घटितला। सहरर आभिजात्यपूर्ण जीवन, इंग्राजी स्कूलर हावा, केक आ पेस्ट्रीर जीवन भितरे धीरे धीरे मु भूलीगली मोर पुराणा जीवन को। गाँ मते जेमिति भल लागुतला, एबे सहर भी सेमिति भल लागिला। मो जन्मदात्री मते जेतिकी भल लागुथिले, सहरर बोऊ भी सेतिकी भल लागिबाकू लागिले। बोऊ सहित जीवनटा मोर बेस स्मृति मधुर होई उठितला। जीवन रे सुख सुविधार अभाव आउ नथिला। भल खाइबा पिंधिबा आ बुलिबा सहित केते नुआ नुआ कथा मु शिखी जाइतिली। एबे चॉकलेट बिस्कुट खाई खाई विरक्त हो जाउतिली। से सबुर स्वाद एबे मते आउ प्रलोभित करि पारु नथला। मु एबे एक अलगा दुनिया रे विचरण करुतिली, किंतु के जानी काहींकी एते सुख सुविधा भितरे भी केबे केबे काहार करुण चाहणी को स्वप्न रे देखी मु चमकी पड़े। निद भांगी जाए, हेले जमा मने पकई पारे ना काहार सी करुण चाहणी। आउ केबे मु से गाँ को जाइनी। गाँ कथा स्मृति पटरू संपूर्ण लिभि जाइतिला। मझिरे मझिरे गाँरु आसुथिबा दंपति, जहाँ को
ମାମୁଁ ମାଇଁ କହି ବୋଉ ଚିହ୍ନେଇ ଦିଏ ଆଉ ମୁଣ୍ଡିଆ ମାରିବାକୁ କୁହେ। ଦେଖିଲେ ମୋ ମନଟା କେମିତି କେମିତି ହେଇଯାଏ। କୋଉଠି ଦେଖିଲା ପରି ଆଉ ନିହାତି ଚିହ୍ନିଲା ପରି ପ୍ରତୀତ ହୁଅନ୍ତି ସେମାନେ, କିନ୍ତୁ ଆଦୌ ମନେ ପକେଇ ପାରେନା। ସହରର ଚକମକ ଜୀବନ ଭିତରେ ସବୁକିଛି ମୁଁ ପାଇଲି ସତ, ହେଲେ ବାପାଙ୍କ ସ୍ନେହ ମମତା ପାଇବାରୁ ବଞ୍ଚିତ ଥିଲି। ମୋତେ ପାଖରେ ଦେଖିଲା ମାତ୍ରେ ଚିଡ଼ିଚିଡ଼ି ହେଉଥିଲେ ସିଏ। ସାମାନ୍ୟ ଭୁଲ ପାଇଁ ପାଟି କରି ଉଠୁଥିଲେ। କଥାରେ କଥାରେ ବୋଉକୁ ବିରକ୍ତ ହେଉଥିଲେ। ତାଙ୍କ ବିରକ୍ତିର କାରଣକୁ ଖୋଜି ନ ପାଇଲେ ବି ମୁଁ ଜାଣିପାରେ ସେ ମୋତେ ଦେଖି ଖୁସି ହେଉନାହାନ୍ତି। ସେ ବିଷୟରେ କେବେ କେମିତି ବୋଉକୁ ପଚାରିଲେ ସିଏ ମୋତେ କୋଳେଇ ନେଇ ଅଧିକା ଗେହ୍ଲା କରି କୁହେ, କିଏ ଖୁସି ହେଉ କି ନ ହେଉ ମୋ ପାଇଁ ତୁ ହେଉଛୁ ଖୁସିର ଗନ୍ତାଘର। ତୋ ବିନା ମୁଁ ବଞ୍ଚିପାରିବିନି। ବାପା ତତେ ପ୍ରକୃତରେ ଭଲ ପାଆନ୍ତି, କିନ୍ତୁ ମୁହଁରେ କହିବା ତାଙ୍କୁ ଜଣା ନାହିଁ। ଦେଖିବୁ ଦିନ ଆସିବ ତତେ ଛାଡ଼ି ସିଏ ବି ମୁହୂର୍ତ୍ତେ ରହିପାରିବେନି। ବୋଉର ଆଶ୍ୱାସନାରେ ମୋ ମନ ଖୁସିରେ ନାଚି ଉଠେ। ସେହି ସୁଦିନର ପ୍ରତୀକ୍ଷାରେ ରାତିରେ ମୋ ଆଖିକୁ ନିଦ ଆସେନା। ବାପାଙ୍କୁ ମୁଁ ଖୁବ୍ ଭଲ ପାଏ, କିନ୍ତୁ ତାଙ୍କ ରାଗକୁ ମୁଁ ଭାରି ଭୟ କରେ। ତେଣୁ ଇଚ୍ଛା ଥିଲେ ବି ତାଙ୍କ ପାଖକୁ ଯିବାର ସାହସ ମୁଁ କେବେ କରିପାରେନା। ବୋଉ ସେ ସବୁ ବିଷୟରେ ଭାବିବାର ଫୁର୍ସତ କୋଉ ଦିଏ କି? ଆଜି ସେ ଚାଲିଗଲା ପରେ ଏକା ଏକୁଟିଆ ବସି ମୁଁ ସେଇ କଥା ସବୁ ମନେ ପକାଉଛି। ଶିବୁ କାକା କହିଲେ, ବୋଉ ମୋର ଆଉ ନାହିଁ। ନାହିଁ ମାନେ କ'ଣ? ଏବେ ସିନା ନାହିଁ, ହେଲେ ପରେ ଆସିବ ତ? ଚଳିବ। କିନ୍ତୁ ନା, ତାଙ୍କ କହିବାର ଉଦ୍ଦେଶ୍ୟ କିଛି ଅଲଗା ଥିଲା, ଯାହାକୁ ପ୍ରଥମେ ମୁଁ ଜମା ବୁଝିନଥିଲି। ଗଲା କେତେ ଦିନରୁ ବୋଉର ଦେହ ଜମାରୁ ଭଲ ରହୁନଥିଲା। ଭୀଷଣ କଷ୍ଟ ହେଉଥିବାରୁ ବାପା ତାକୁ ଡାକ୍ତର ପାଖକୁ ନେଇ ଯାଇଥିଲେ। ମୁଁ ବି ସାଙ୍ଗରେ ଯାଇଥିଲି। ସେ ଡାକ୍ତର କ'ଣ ଦେଖିଲା କେଜାଣି ସାଙ୍ଗେ ସାଙ୍ଗେ ବୋଉକୁ ହସ୍ପିଟାଲରେ ଆଡ଼ମିଟ୍ କରିଦେଲା। ଔଷଧ ଇଞ୍ଜେକ୍ସନ ସାଲାଇନରେ ବୋଉ ପୋତି ହୋଇଗଲା। ସେଦିନ ବାପାଙ୍କ ଆଖିରେ ପ୍ରଥମ ଥର ପାଇଁ ମୁଁ ଲୁହ ଦେଖିଲି। ସେହି ଲୁହ ହିଁ କହିଦେଉଥିଲା ଆଗାମୀ ଦିନରେ ଘଟିବାକୁ ଯାଉଥିବା ଏ ଦୁଃଖଦ ଘଟଣାଟିକୁ। ତଥାପି ମୁଁ ଜାଣିପାରିନଥିଲି ଖୁବ୍ ଶୀଘ୍ର ଆମକୁ ଛାଡ଼ି ସବୁଦିନ ପାଇଁ ବୋଉ କୁଆଡ଼େ ଚାଲିଗଲା। ଶେଷ ସମୟରେ ମୁଁ ତା ପାଖରେ ନଥିଲି। ତେଣୁ ସେ କୁଆଡ଼େ ଗଲା ଆଉ କେମିତି ଗଲା କିଛି ଜାଣିବାକୁ ପାଇଲିନି। କେବଳ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରବୋଧନା ଶୁଣି ଶୁଣି ଅତିଷ୍ଠ ହୋଇପଡ଼ିଲି। ଭାରି ବିରକ୍ତ ଲାଗୁଥିଲା ସେମାନଙ୍କର ସେପରିକା କଥା ଶୁଣି ଶୁଣି। ଇଚ୍ଛା ହେଉଥିଲା ସେ ସମସ୍ତଙ୍କୁ ଧରି ପିଟି ପକାନ୍ତି, କିନ୍ତୁ ମୁଁ ନାଚାର ଥିଲି। ବୋଉ ଚାଲିଯିବାର ଖବର ପାଇ ଗାଁରୁ ମାମୁଁ ଆଉ ମାଇଁ ନିଜର ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଦୌଡ଼ି ଆସିଥିଲେ। ବୋଉର ଅନୁପସ୍ଥିତିରେ ସେମାନଙ୍କୁ ଆମ ଘରେ ଦେଖି ମୋତେ ବଡ଼ ବିରକ୍ତ ଲାଗୁଥିଲା। ତାଙ୍କର ଚାଲିଚଳନ, କଥାବାର୍ତ୍ତା ଆଉ ଦୁଷ୍ଟାମି ପ୍ରଥମରୁ ମୁଁ କିଛି ସହ୍ୟ କରିପାରେ ନାହିଁ। ଏବେ ତ ସହଜେ ମନଟା ଖରାପ ଅଛି। ଆଉ ଠିକ୍ ଏତିକି ବେଳେ ଆମ ଘରର ସବୁ ଜିନିଷରେ ସେମାନଙ୍କର ହାତ ମରାମରି କରିବା ଆଉ ଭଙ୍ଗାରୁଜା କରିବା ମୁଁ ସହ୍ୟ କରିପାରୁନଥିଲି। ବୋଉର ଯେଉଁ ସବୁ ଜିନିଷରେ ହାତ ମାରିବାକୁ ଆଜି ଯାଇ ମୁଁ ବି ସାହସ କରିପାରି ନାହିଁ, ସେମାନେ ତାକୁ ନଷ୍ଟଭ୍ରଷ୍ଟ କରୁଥିବା ଦେଖି ଆଉ ଚୁପ୍ ରହିପାରିଲିନି ମୁଁ। ସକାଳ ପହରୁ କେତେଥର ମନା କରିସାରିଲାଣି ମୁଁ। ତଥାପି ସେମାନେ ନ ମାନିବାରୁ ମୁଁ ବାଡ଼ିଟେ ଉଠେଇ ଆଣି ସେଥିରେ ପିଟିବା ଆରମ୍ଭ କରିଦେଲି। ସେମାନଙ୍କ ପାଟିରେ ବାପା ଦୌଡ଼ି ଆସି ମୋତେ ରୋକିଦେଲେ, ନହେଲେ ମୁଁ ଆଜି ସେମାନଙ୍କ ପ୍ରାଣ ନେଇଯାଇଥାନ୍ତି। ବାପାଙ୍କୁ ପାଖରେ ଦେଖି ମୁଁ ଡରିଗଲି, କିନ୍ତୁ ଆଶ୍ଚର୍ଯ୍ୟର କଥା ବାପା ମୋତେ ପଦେ ବି କିଛି କହିନଥିଲେ। ମନେ ପକେଇଲି ବୋଉ ହସ୍ପିଟାଲ ଗଲା ପରଠାରୁ ବାପା ମୋତେ ଥରେ ବି ଗାଳି ଦେଇନଥିଲେ କି ଚିଡ଼ି ବି ନଥିଲେ। ବୋଉ ଯିବା ପରେ ଏବେ ବହୁତ ଗୁମସୁମ ହୋଇଯାଇଛନ୍ତି ସିଏ। ଅନେକ ସମୟରେ ଅନ୍ଧାରରେ ବସି ବସି କାନ୍ଦୁଥିବାର ବି ମୁଁ ଦେଖିଛି। ଖେଳୁ ଖେଳୁ କେବେ କେମିତି ହାତ ଗୋଡ଼ରେ ବାଜିଗଲେ ମୁଁ ଯେତେବେଳେ କାନ୍ଦେ ବୋଉ ସବୁବେଳେ ମୋତେ କହେ, ପୁଅ ପିଲାଟେ ହେଇ କାନ୍ଦୁଛୁ କ'ଣ? ପୁରୁଷମାନଙ୍କ ଆଖିରେ ଲୁହ ଶୋଭା ପାଏନି। ହେଲେ ବାପା କାହିଁକି କାନ୍ଦୁଛନ୍ତି? ମାମୁଁ ମାଇଁ ତଥା ଘରର ଅନ୍ୟମାନେ ବି କାନ୍ଦୁଥିଲେ, କିନ୍ତୁ ବାପାଙ୍କ କାନ୍ଦଠାରୁ ସେମାନଙ୍କ କାନ୍ଦ ଭିନ୍ନ ଥିଲା। ମାଇଁ ପ୍ରତି ମୁହୂର୍ତ୍ତରେ ମୋ ପାଖକୁ କିଛି ନା କିଛି ବାହାନା କରି ଚାଲି ଆସୁଥିଲେ। ମୁହଁ ଖୋଲି କିଛି କହୁନଥିଲେ ସତ, କିନ୍ତୁ ମୋତେ ଦେଖୁ ଦେଖୁ ତାଙ୍କ ଆଖିରେ ଲୁହ ଭରି ଯାଉଥିଲା। ବୋଉ ଚାଲିଗଲା ପରେ ଯେବେ ଯେବେ ତାଙ୍କୁ ମାଇଁ ଡାକିଛି ସେବେ ସେବେ ମୋତେ ଆକଟ କରି କହିଛନ୍ତି, ଆଉ ମାଇଁ ନୁହେଁ, ମୋତେ ଏଥର ବୋଉ ଡାକିବୁ। ସ୍ତବ୍ଧ ରହିଯାଇଥିଲି ପ୍ରଥମେ ତାଙ୍କର ଏମିତିଆ କଥାକୁ ଶୁଣି। ଏ କି ଅଡ଼ୁଆ କଥା!
ମାଇଁ ତ ମାଇଁ, ତାଙ୍କୁ ବୋଉ ଡାକିବି କେମିତି? ଆଉ କାହିଁକି? ମୋର ଅନ୍ୟ କେତେ ସାଙ୍ଗଙ୍କର ବୋଉ ବି ୟା ଆଗରୁ ମରିଛନ୍ତି, କାହିଁ ସେମାନେ ତ ତାଙ୍କ ମାଇଁକୁ ବୋଉ ଡାକୁନାହାନ୍ତି, ତେବେ ମୁଁ କାହିଁକି? ଶୁଣି ସିଏ କହିଲେ, ଦିନେ ବୋଉକୁ ତ ପୁଣି ମାଇଁ ଡାକୁଥିଲୁ, ଆଜି ପୁଣି ଥରେ ବୋଉ ଡାକିଲେ କାହିଁକି ଅସୁବିଧା ହେବ? ମୋ ମୁଣ୍ଡଟା ପୁରା ଗୋଳମାଳିଆ ହେଇଗଲା। ଏ ସଂସାରରେ କିଏ ମୋର କ'ଣ କିଛି ହିସାବ ମୋ ପାଖରେ ନଥିଲା। କାହାକୁ ଏ ବିଷୟରେ ପଚରା ଯାଇପାରିବ? କାହାକୁ ବି ନୁହେଁ। ଯାହାକୁ ପଚାରି ପାରିଥାନ୍ତି ସିଏ ଫଟୋ ହୋଇ କାନ୍ଥରେ ଟଙ୍ଗା ହୋଇଗଲାଣି। ଅଗରବତୀର ଧୂଆଁ, ଚନ୍ଦନ, ସିନ୍ଦୁର ଆଉ ଫୁଲମାଳ ଲଗେଇ ବୋଉ ଫଟୋରେ ବି ଜୀବନ୍ତ ଲାଗୁଛି। ଏଇ ବୋଧେ ଫଟୋରୁ ବାହାରି ଆସିବ। ହସି ହସି ମୋତେ କୋଳରେ କୋଳେଇ ବସେଇ ଗେଲ କରି ପକେଇବ। ଆଉ ଯାହା କିଛି ଲୁଚେଇ ରଖିଥିବ ହଠାତ୍ ହାତରେ ଧରେଇ ଦେଇ ମୋତେ ଚମକେଇ ଦେବ। କିନ୍ତୁ ନା, ସେପରି କିଛି ବି ହେବନି। ବୋଉ ଆଉ ବୋଉ ହେଇକି ନାହିଁ। ସିଏ ଏଇଲେ ଫ୍ରେମ୍ ଭିତରେ ବନ୍ଧା ହୋଇକି ରହିଥିବା କେବଳ ଏକ ଫଟୋ। ଉଦାସ ଆଖିରୁ ମୋର ଠୋପା ଠୋପା ଲୁହ ବୋହି ଆସିଲା। ବୋଉ ବିନା ମୋ ଜୀବନ ଆଉ ଜୀବନଟେ ପରି ଲାଗୁନଥିଲା। ମୋର କିଛି ବହି ଖାତା ଆଉ ପେନ୍ସିଲ୍ ବାକ୍ସକୁ ହାତରେ ଧରି ମୋ ରୁମ୍ ଭିତରକୁ ପଶି ଆସିଲେ ମାଇଁ। ଯଦିଓ ମାଇଁ ମୋତେ ପ୍ରଥମରୁ ଭଲ ଲାଗନ୍ତି, ଏବେ କିନ୍ତୁ ମୁଁ ତାଙ୍କୁ ଆଦୌ ଭଲ ପାଇପାରୁନଥିଲି। ବୋଉର ସ୍ଥାନ ନେବାକୁ ଚାହୁଁଥିବା ତାଙ୍କ ମନକୁ ଜାଣିଲା ପରେ ମୋତେ ସେ ବଡ଼ ଭୟଙ୍କର ଲାଗୁଥିଲେ। ତାଙ୍କୁ ଆଖପାଖରୁ ଦୂରେଇ ଯିବାକୁ ମନ ସବୁବେଳେ କହୁଥିଲା। ଜମାରୁ ଭଲ ଲାଗୁନି। ତାଙ୍କ ଆଦର ସୋହାଗ ଆଉ ତାଙ୍କ କଥାବାର୍ତ୍ତା ସବୁଥିରେ କୃତ୍ରିମତା ଭରି ରହିଛି। ହେଲେ ମୋର ବିବଶତା ଏଇଆ ଥିଲା ଯେ ତାଙ୍କୁ କଷ୍ଟ ଦେଲାଭଳି କିଛି କଥା ମୁଁ ତାଙ୍କୁ କହିପାରୁନଥିଲି। ମୋର ସବୁ ବହି ଖାତାକୁ ଗୋଟେ ବଡ଼ ବ୍ୟାଗରେ ସେ ଭରୁଥିବାର ଦେଖି ମୁଁ ପାଟି କରି ଉଠିଲି, ସେଗୁଡ଼ା କାହିଁକି ଭରୁଛ ସେଥିରେ? କାଲି ସ୍କୁଲ କେମିତି ଯିବି ମୁଁ? ମୋର ସବୁ ଜିନିଷରେ ତୁମେ ଏତେ ହାତ ମାରୁଛ କାହିଁକି? ମୋତେ ସତରେ ଭାରି ବିରକ୍ତ ଲାଗୁଥିଲା। ଯେଉଁ ଦିନଠାରୁ ଆସିଲେଣି ମୋତେ ନିଶ୍ଚିନ୍ତରେ ଘଡ଼ିଏ ବସେଇ ବି ଦେଉନାହାନ୍ତି କି ଶାନ୍ତିରେ ରହିବାକୁ ଦେଉନାହାନ୍ତି। ମନ କହୁଥିଲା ବାପାଙ୍କୁ କହି ଯଥାଶୀଘ୍ର ସେମାନଙ୍କୁ ଗାଁକୁ ପଠାଇ ଦେବାକୁ। କିନ୍ତୁ ବାପାଙ୍କ ସାମ୍ନାକୁ କେମିତି ଯିବି? ତାଙ୍କ ଆଗରେ ପାଟି କୋଉ ଖୋଲିବ ମୋର? ସିଏ କ'ଣ କେବେ ମୋ କଥା ଶୁଣିଛନ୍ତି ଯେ ଆଜି ଶୁଣିବେ? ମୋ ଅସନ୍ତୋଷକୁ ଧ୍ୟାନ ନ ଦେଇ ମାଇଁ ତାଙ୍କ କାମରେ ଲାଗିଥିଲେ। ତାଙ୍କ ହାତରୁ ବ୍ୟାଗ୍ ଛଡ଼େଇ ନେବାକୁ ମୁଁ ନିଜକୁ ପ୍ରସ୍ତୁତ କରୁଥିଲା ବେଳେ ସିଏ କହିଲେ, ଆଜି ଆମେ ଗାଁକୁ ଚାଲିଯିବୁ ଆଉ ତତେ ସାଙ୍ଗରେ ନେଇଯିବୁ। ତୋର ପ୍ରକୃତ ଘର ଗାଁରେ। ତୁ ହେଉଛୁ ବାସ୍ତବରେ ଆମରି ପୁଅ। ପିଲାଦିନରୁ ତତେ ଏମାନେ ନେଇ ଆସିଥିଲେ, କିନ୍ତୁ ତୋର ଘର ଯେତେବେଳେ ଏଇଟା ନୁହେଁ, ତୁ କାହିଁକି ସବୁଦିନ ରହିବାକୁ ଯିବୁ ଏଠି? ତୋର ପ୍ରକୃତ ବାପା ମା ଏମାନେ ନୁହେଁ, ଆମେ। ଆଜିଠାରୁ ତେଣୁ ମୋତେ ମାଇଁ ନ ଡାକି ବୋଉ ଡାକିବୁ। ନା ନା, ମୁଁ କୁଆଡ଼େ ଯିବିନି। ତୁମେ ମିଛ କହୁଛ। ତୁମେ ମୋର ବୋଉ ଜମାରୁ ବି ନୁହଁ। ମୋ ବୋଉ ତ ମୋତେ ଛାଡ଼ି ଚାଲିଯାଇଛି ବୋଲି ତୁମେ ଆଜି ବୋଉ ହେବାକୁ ଚେଷ୍ଟା କରୁଛ। ମୁଁ ତୁମକୁ କେବେ ବି ବୋଉ ଡାକିବିନି। ମୋ ବୋଉ ମୋତେ କେତେ ଭଲ ପାଏ, ତାକୁ ଏଠି ଏକା ଛାଡ଼ି ମୁଁ କୁଆଡ଼େ ଯିବିନି। ତୁମ ସାଙ୍ଗେ ତ ଆଦୌ ନୁହେଁ। ଚାଲିଯାଅ ତୁମେ ସବୁ। ମୁଁ ତୁମର କେହି ନୁହେଁ। ଯାଅ, ଚାଲିଯାଅ। ଚିତ୍କାର କରି କରି ମୁଁ କାନ୍ଦି ପକେଇଲି। ବୋଉ ସହିତ ମୋ ସମ୍ପର୍କକୁ କେତେ ସହଜରେ କାଟିଦେବାକୁ ଏମାନେ ଚେଷ୍ଟା କରୁଛନ୍ତି, ହେଲେ ମୁଁ ସେମିତି ହେବାକୁ କେବେ ବି ଦେବିନି। ବୋଉକୁ ଛାଡ଼ି କାହା ସାଙ୍ଗରେ ମୁଁ ଯିବିନି। କାନ୍ଥରେ ଟଙ୍ଗା ହେଇଥିବା ବୋଉର ଫଟୋ ପାଖକୁ ଦୌଡ଼ି ଯାଇ ମୁଁ ତାକୁ କୁଣ୍ଢେଇ ଧରିଲି। ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା। ଡାକିଲି, ବୋଉ, ବୋଉ, ମୋତେ ଛାଡ଼ି ତୁ କାହିଁକି ଚାଲିଗଲୁ? ଏମାନେ ସମସ୍ତେ ମିଶି ମୋତେ କେମିତି ହଇରାଣ କରୁଛନ୍ତି ଦେଖୁଛୁ ତ? ତୁ ଫେରିଆ ବୋଉ, ତୁ ଫେରିଆ। କାହିଁକି ମୋ ଉପରେ ରାଗିଛୁ? ମୋତେ ଛାଡ଼ି କେବେ କୁଆଡ଼େ ଯିବୁ ନାହିଁ ବୋଲି ତୁ କହୁଥିଲୁ, ଆଉ ଆଜି ତାହେଲେ କ'ଣ ହୋଇଗଲା? ପଛରୁ ମୋତେ କିଏ ଭିଡ଼ି ଭିଡ଼ି ନେଇ ଫଟୋରୁ ଅଲଗା କରିଦେଲା। କି ନବରଙ୍ଗ ଲଗେଇଛି ପିଲାଟା। ଶୀଘ୍ର ବାହାର, ଗାଡ଼ି ଟାଇମ୍ ହୋଇଗଲାଣି। ଯେଉଁ କଥାକୁ ଥରେ କୁହାଗଲା ତାକୁ ଶୁଣିବାକୁ ଚେଷ୍ଟା କର। ଏତେ କ'ଣ ଜିଦ୍ ଗୋଟେ? ଏ କର୍କଶ ସ୍ୱର ଥିଲା ମାମୁଁଙ୍କର। ତାଙ୍କର ବଡ଼ ପାଟି ଶୁଣି ମୁଁ ଡରିଗଲି। ସମସ୍ତେ ଯିବାକୁ ପ୍ରସ୍ତୁତ ହୋଇସାରିଥିଲେ। ଶିବୁ କାକା ବାରମ୍ବାର ମାମୁଁକୁ ଅନୁରୋଧ କରୁଥିଲେ ମୋତେ ଛାଡ଼ି ଦେଇ ଯିବାକୁ। ମାମୁଁଙ୍କ ଉପରେ କିନ୍ତୁ ତାଙ୍କ କଥାର କିଛି ବି ପ୍ରଭାବ ପଡ଼ୁନଥିଲା। ମୋ ସାର୍ଟ ପ୍ୟାଣ୍ଟ ଜବରଦସ୍ତି ଖୋଲି ଦେଇ ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧେଇ ଦେଉଥିଲେ ସେ ମୋତେ।
ବିକଳ ହୋଇ ସମସ୍ତଙ୍କ ମୁହଁକୁ ମୁଁ ଖାଲି ଚାହୁଁଥିଲି। କିଏ ମୋ ଉପରେ ସାମାନ୍ୟ ଦୟା କରିପାରିବ ତାହାର ପ୍ରତୀକ୍ଷା କରୁଥିଲି। କିନ୍ତୁ ସେପରି ସଦ୍ୟ କେହି ହେଇପାରୁନଥିଲେ ବୋଧେ। ସମସ୍ତଙ୍କ ମୁହଁରେ ଥିଲା କେବଳ ଉପାୟହୀନତାର ଛାଇ। ଅନ୍ୟନୁପାୟ ହୋଇ ମାମୁଙ୍କ କହିବା ଅନୁସାରେ କାମ କରି ଚାଲିଗଲି। ମୋ ପ୍ରତିବାଦରେ ଆଉ କିଛି ମୂଲ୍ୟ ନାହିଁ ବୋଲି ଜାଣିସାରିଥିଲି। ମୋତେ ଭିଡ଼ି ଭିଡ଼ି ନେଇ ଅଟୋରେ ବସେଇ ଦିଆଗଲା। ଚାରିଆଡ଼କୁ ଥରେ ଆଖି ପୂରେଇ ଦେଖିନେଲି। ଏ ଘର ଆଜିଠୁ ଆଉ ମୋର ନୁହେଁ। ସବୁଦିନ ପାଇଁ ଏସବୁ ମୋ ଠାରୁ ଛଡ଼େଇ ନିଆଗଲା। କିଛି ଦିନ ପୂର୍ବରୁ ଏମିତି ଘଟଣା ମୋ ଜୀବନରେ ଆଉ ଥରେ ମଧ୍ୟ ଘଟିଥିଲା। ଜାଣେ ନା ଏସବୁ ଆଉ କେତେଥର ଘଟିବ ମୋ ଜୀବନରେ। ଅନ୍ୟମାନଙ୍କ ହାତର ଖେଳନା ମୁଁ। ଯିଏ ଯେତେବେଳେ ଚାହିଁଲା ଛଡ଼େଇ ନେଇ ଖେଳିଲା। ସେମାନଙ୍କର ଏଇ ଖେଳ ପାଇଁ ମୋ ଘର, ବାଡ଼ି, ଅଗଣା, ସାଙ୍ଗସାଥି, ଖେଳନା, ବହିପତ୍ର, ସ୍କୁଲ ସବୁକିଛି ଆଉ ଥରେ ପର ହୋଇଗଲା। ମୋତେ କାନ୍ଦ ମାଡ଼ୁଥିଲା, କିନ୍ତୁ କାନ୍ଦିବାକୁ ଚାହୁଁନଥିଲି। କିନ୍ତୁ ସେସବୁ କ'ଣ ମୋ ଆୟତ୍ତରେ ଆଉ ଥିଲା ସତରେ? ବାପାଙ୍କ ସ୍ୱରରେ ଆଜି ପ୍ରଥମ ଥର ପାଇଁ ବ୍ୟସ୍ତତା ଥିବାର ଅନୁଭବ କଲି। ମାମୁଁ ତାଙ୍କୁ ବୁଝେଇ ଦେଲେ, କାହିଁକି ବ୍ୟସ୍ତ ହେଉଛ? ଥରେ ଗାଁକୁ ଚାଲିଗଲେ ସବୁ କିଛି ଭୁଲିଯିବ। ଯେ ପର୍ଯ୍ୟନ୍ତ ଏଠି ରହିବ ସେ ପର୍ଯ୍ୟନ୍ତ କିଛି ଭୁଲି ପାରିବନି। ଅଯଥା ମୋହ ବଢ଼େଇ ଆଉ ଲାଭ କ'ଣ? ପିଲାଟା ସେ, ଭଲ ମନ୍ଦ ତୋର ମୋର କିଛି ଜାଣେ ନା। ଯାହା ତାହା ହାତରେ ଧରେଇ ଦିଆଯିବ ତାକୁ ନିଜର ମଣିବ। ବରଂ ତୁମେ ନୂଆ କରି ଆଉ ଥରେ ସଂସାର ଗଢ଼। ମୁଁ ତାକୁ ଏଠୁ ନେଇଯିବାଟା ସମସ୍ତଙ୍କ ପାଇଁ ଭଲ ହେବ। ଜାଣେ ନା କାହା ପାଇଁ କ'ଣ ଭଲ ଆଉ କ'ଣ ଖରାପ। ମୋ ପାଇଁ କିନ୍ତୁ ସବୁ ଖରାପ। ଏଇ କିଛି ଦିନ ଭିତରେ ମୋ ବୟସ ବେଶ ବଢ଼ିଯାଇଛି। ସେଥିପାଇଁ ବୋଧେ ହଠାତ୍ ନିଜକୁ ମୁଁ ବେଶ ପରିପକ୍ୱ ମଣୁଥିଲି। ବୁଝିନଥିବା ଅନେକ କଥା ଧୀରେ ଧୀରେ ବୁଝିବାରେ ଲାଗିଥିଲି। ଆଗକୁ ଆଗକୁ ରିକ୍ସା ଗଡ଼ି ଚାଲିଥିଲା। ବୋଉର କରୁଣ ମୁହଁଟା ଆଖି ଆଗରେ ନାଚି ଯାଉଥିଲା। ପିଜୁଳି ଗଛରେ କଷି ହେଇଛି। ଶୁଆ ପାଇଁ ଫ୍ରିଜରେ ଲଙ୍କା ଆଉ ପାଚିଲା ପିଜୁଳି ରଖିଛି। କାଲିଠାରୁ ଡେଜି ଘରକୁ ଫେରିନି। ସମସ୍ତଙ୍କ ଦାୟିତ୍ୱ ମୋରି ଉପରେ ଦେଇ ବୋଉ ନିଶ୍ଚିନ୍ତରେ ଚାଲିଯାଇଛି। ଆଉ ସେ ସବୁ ଛାଡ଼ି ଆଜି ଯଦି ମୁଁ ଚାଲିଯାଏ ତେବେ ମୋ କାମ ସବୁ କିଏ କରିବ? ମୋ ହାତକୁ ଚାପି ଧରିଥିଲି ମାଇଁ। ତାଙ୍କ ଆଖିରେ ଖୁସି ଭରି ରହିଥିଲା। ତାହା ଥିଲା ମୋତେ ଫେରି ପାଇଥିବାର ଅଥବା ବାପାଙ୍କ ପାଖରୁ ଛଡ଼େଇ ନେବାର ଜିଦରେ ସଫଳ ହୋଇଯିବାର ଖୁସି। ତାହା ମୋତେ ଜଣା ନଥିଲା। ଯୋଉଥିପାଇଁ ହେଉ ପଛେ ମୋତେ ତାଙ୍କର ସେ ଖୁସି ସହ୍ୟ ହେଉନଥିଲା। ମାମୁଁ ଇଆଡ଼ୁ ସିଆଡ଼ୁ ଅନେକ କଥା ଗପୁଥିଲେ। ସେ ଖୁସି ଥିଲେ କି ନାହିଁ କିଛି ଜଣାପଡ଼ୁନଥିଲା। କିନ୍ତୁ ତାଙ୍କ ପିଲାମାନଙ୍କର ଅସନ୍ତୋଷ ସ୍ପଷ୍ଟ ଭାରି ହୋଇ ଯାଉଥିଲା। ମୋ ସହିତ ସେମାନେ ପଦେ ବି କଥା ହେଉନଥିଲେ। ମୁଁ ଯାଉଥିବା ଘରର ପରିବେଶ ଆଉ ପରିସ୍ଥିତି କ'ଣ ମୁଁ ଜାଣିନଥିଲି। ଯେଉଁମାନଙ୍କ ସହିତ ରହିବି ସେମାନେ ବି ମୋର ପସନ୍ଦ ନଥିଲେ। ଏପରି ପରିସ୍ଥିତିରେ ଗାଁକୁ ଯାଇ ସବୁଦିନ ପାଇଁ କେମିତି ରହିପାରିବି ମୁଁ? ଯେଉଁଠି ନିଜର କହି ଚେନାଇ ମାଟି ନଥିବ ସେଇଠି ସାରା ଜୀବନ କିଏ ବା କେମିତି ରହିପାରିବ? ମାଇଁ ନିଶ୍ଚିନ୍ତ ରୂପରେ ମୋତେ ଭଲ ପାଉଛନ୍ତି, ସେଥିରେ ସନ୍ଦେହ ନାହିଁ। କିନ୍ତୁ କାଲି ଯଦି ବୋଉ ପରି ସିଏ ବି ମରିଯାଆନ୍ତି ତେବେ? ନିଜ ପ୍ରଶ୍ନରେ ମୁଁ ନିଜେ ଚମକି ଉଠିଲି। ଚାହିଁଲି ମାଇଁକୁ। ଆଶ୍ୱସ୍ତିର ନିଦ ଆଖିପତାକୁ ମାଡ଼ି ଧରିଥିଲା। ମୁହଁରେ ଥିଲା ବିଜୟର ଭାବ। ମୋ ଭିତରେ ଅସଂଖ୍ୟ ପ୍ରଶ୍ନମାଳା। ମୁଁ ଖୁବ୍ ବ୍ୟସ୍ତ ଆଉ ବିବ୍ରତ। ଏମିତି ସମୟରେ ତାଙ୍କୁ ନିଶ୍ଚିନ୍ତ ନିଦରେ ଶୋଇପଡ଼ିବାକୁ ଦେବିନି। ତାଙ୍କୁ ହଲେଇକି ଉଠେଇ ଦେଲି। ପ୍ରଶ୍ନର ଦୃଷ୍ଟି ତୋଳି ମୋ ଆଡ଼କୁ ଚାହିଁ ରହିଲେ ସେ। ବାତ୍ସଲ୍ୟର ଢେଉ ଆଖିରୁ ଝରଝର ଝରୁଥିଲା। ହେଲେ ମୁଁ ସିଆଡ଼କୁ ଧ୍ୟାନ ଦେଲି ନାହିଁ। ବରଂ ଶୁଷ୍କ ସ୍ୱରରେ ପଚାରିଲି, ବୋଉ ପରି କାଲି ଯଦି ତୁମେ ମରିଯିବ ତେବେ ମୋତେ କ'ଣ ଆଉ କେହି ଆସି ତୁମ ଘରୁ ଏମିତି ପୁଣି ଜବରଦସ୍ତି କରି ନେଇ ଚାଲିଯିବ? ଚମକି ପଡ଼ିଲେ ସିଏ। ବଡ଼ ବଡ଼ ଆଖିରେ ଘଡ଼ିଏ ଚାହିଁ ରହିଗଲେ। ତାପରେ କଥାଟାକୁ ପରିହାସ କରି ଉଡ଼େଇ ଦେବାର ଚେଷ୍ଟା ବି କଲେ। କିନ୍ତୁ ମୋ ମୁହଁର ଗମ୍ଭୀରତା ତାଙ୍କୁ ସେପରି କରିବାକୁ ଦେଲା ନାହିଁ। ପ୍ରଶ୍ନଟା ଯେତେ କଠିନ ନଥିଲା ମୋ ମାନସିକ ଅବସ୍ଥା ଥିଲା ସେତିକି ଚିନ୍ତାର ବିଷୟ। ମୋ ନୀରବତାକୁ ସେ ଏପର୍ଯ୍ୟନ୍ତ ଭାବି ନେଇଥିଲେ ଯେ ମୁଁ ତାଙ୍କ ସହିତ ସହଜରେ ଚାଲିଯାଉଛି। ତାହା ଯେ ତାଙ୍କର ସର୍ବବୃହତ ଏକ ଭ୍ରମ ସେ କଥା ଜାଣିଲା ପରେ କ'ଣ ଉତ୍ତର ଦେବେ ମୋ ପ୍ରଶ୍ନର ଭାବି ପାରୁନଥିବେ। ବୋଧହୁଏ ତାଙ୍କ ପାଖରେ ଏମିତି ପ୍ରଶ୍ନର ଉତ୍ତର ହିଁ କିଛି ନଥିଲା।
ବାଧ୍ୟ ହୋଇ ନୀରବ ରହିଗଲେ। ମାମୁଙ୍କ ଆଡ଼କୁ ଚାହିଁଲି ମୁଁ। ସିଏ ବି କଥାଟାକୁ ଶୁଣିଥିଲେ, କିନ୍ତୁ ନ ଶୁଣି ପାରିଥିବାର ବାହାନାଟା ବେଶ କରୁଥିଲେ। ତାଙ୍କ ମୁହଁରେ ଉକୁଟି ଆସୁଥିଲା ଝାଳର କିଛି ବୁନ୍ଦା। ମୋର ପ୍ରଶ୍ନ ତାଙ୍କୁ ଚିନ୍ତାରେ ପକାଇ ଦେଇଥିବାର ଅନୁମାନ କରି ମୋ ଭିତରର ଅଶାନ୍ତି ସାମାନ୍ୟ ଉପଶମ ଲାଭ କଲେ। କିନ୍ତୁ ଛାଡ଼ି ନ ଦେଇ ପୁଣି ସେଇ କଥାକୁ ଅନ୍ୟ ବାଗରେ ଦୋହରେଇଲି। ମୋର କ'ଣ ଜୀବନରେ ନିଜର ବୋଲି କେବେ କିଛି ହେଇପାରିବନି? ମୁଁ କ'ଣ ଖାଲି ଏ ଘରୁ ସେ ଘର ଅନ୍ୟର ଦୟା ଆଉ ଖୁସି ଉପରେ ନିର୍ଭର କରି ନିଶ୍ୱାସ ପ୍ରଶ୍ୱାସ ନେଉଥିବି? ତୁମେ ଯଦି ସତରେ ମୋର ବୋଉ, ତେବେ ଅନ୍ୟ କାହା ହାତକୁ ମୋତେ କେମିତି ବଢ଼େଇ ଦେଇ ପାରିଥିଲ? ତୁମେ କ'ଣ ସେତେବେଳେ ମୋତେ ଭଲ ପାଉନଥିଲ? ଯଦି ପାଉନଥିଲ, ତେବେ ଏବେ କାହିଁକି? ବାପା ମୋତେ ଭଲ ପାଆନ୍ତୁ କି ନ ପାଆନ୍ତୁ, ତାଙ୍କୁ ମୁଁ ମୋର ବାପା ବୋଲି ଜାଣେ। ସେ ଘର ମୋର। ସେ ଘରେ ମୋ ବୋଉର ଭଲ ପାଇବା ଖୁନ୍ଦା ହୋଇ ରହିଛି। ସେଇଠି ମୁଁ ବଢ଼ିଛି, ସେଇଠି ହସିଛି, ଖେଳିଛି। ମୋ ସ୍ମୃତିରେ ଘର ମାନେ କେବଳ ସେଇ ଘର ହିଁ ରହିଛି ଆଉ ରହିବ। ତାକୁ ଭୁଲିଯାଇ ଅନ୍ୟ ଗୋଟିଏ ନୂଆ ଘର ଯେଉଁଠିକୁ ମୋତେ ଜବରଦସ୍ତି କରି ନେଇଯାଉଛ, କେବେ କ'ଣ ନିଜ ଘର ବୋଲି ମୁଁ ଗ୍ରହଣ କରିପାରିବି? ଆଉ ଅଧିକା କିଛି କହିପାରିଲିନି। କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ଆଖି ଲୁହରେ ଝାଲୁ ଝାଲୁଆ ହୋଇଗଲା। ଯାହା ସବୁ କହିଗଲି ସେ ସବୁ ଠିକ୍ ଥିଲା କି ଭୁଲ ତାହାର ବିଶ୍ଳେଷଣ କରୁ କରୁ କାନ ପାଖରେ ପରିଚିତ କାରର ହର୍ନ ମୋତେ ଚମକେଇ ଦେଲା। ଅଫିସ ଫେରନ୍ତା ସମୟରେ ଗେଟ୍ ପାଖରେ ସବୁଦିନ ଏହି ହର୍ନର ଆବାଜକୁ କାନ ଡେରି ମୁଁ ଅପେକ୍ଷା କରିଥାଏ। ତାହା ହେଲେ ବାପା କ'ଣ ମୋ ପଛେ ପଛେ? ଆନନ୍ଦ ଆଉ ଆଶ୍ଚର୍ଯ୍ୟରେ ଆଖି ମୋର ଖୋଲିଗଲା। ସତରେ ବାପା ହିଁ ରାସ୍ତା ସେପାଖେ ଗାଡ଼ି ଠିଆ କରି ଓହ୍ଲଉଥିଲେ। ମାଇଁଙ୍କ ହାତ ଛଡ଼େଇ ରିକ୍ସାରୁ ଓହ୍ଲେଇ ଦୌଡ଼ିଗଲି ମୁଁ ବାପାଙ୍କ ପାଖକୁ। ବାପା କହି ତାଙ୍କୁ କୁଣ୍ଢେଇ ପକାଇଲି ଜୋରରେ। ଆଜି ଏ ଡାକ ମୋତେ ଅମୃତ ପରି ଲାଗୁଥିଲା। ତାଙ୍କୁ କୁଣ୍ଢେଇବାରେ ଯେ ଏତେ ଆନନ୍ଦ, ଏତେ ସନ୍ତୋଷ ମିଳେ ଆଗରୁ ଜାଣିନଥିଲି। ପ୍ରଥମ ଥର ପାଇଁ ବାପା ତାଙ୍କ ସୁଦୃଢ଼ ହାତରେ ମୋତେ ତାଙ୍କ ଛାତି ଉପରକୁ ଟାଣି ନେଲେ। ପରମ ତୃପ୍ତିରେ ଆଖି ମୋର ବନ୍ଦ ହୋଇ ଆସିଲା। ମାମୁଙ୍କୁ ସିଏ କହୁଥିବା କଥା ମୋ କାନରେ ପଡ଼ୁଥିଲା, ତଥାପି ଆଖି ଖୋଲିଲିନି ମୁଁ। ଇନ୍ଦୁ ଚାଲିଗଲା ବୋଲି ତାର ସବୁ ସ୍ମୃତି କ'ଣ ହଜିଯିବ ମୋ ଜୀବନରୁ? ଏତେ କ'ଣ ସହଜ ହୋଇଛି ଦୀର୍ଘ 20 ବର୍ଷର ସମ୍ପର୍କକୁ ଏତେ ଶୀଘ୍ର ଭୁଲିଯିବା? ଜୀବନ ସାରା ତାରି ହସ, ତାରି ଖୁସି ଆଉ ତାରି ଶାନ୍ତି ପାଇଁ ସବୁକିଛି ମୁଁ କରିଆସିଲି। ଆଉ ଆଜି ତାର ସବୁଠାରୁ ବଡ଼ ଖୁସିକୁ ମୋ ଠାରୁ ଛଡ଼େଇ ନେଇ ତୁମେ ଚାଲିଯିବ ଯଦି ମୁଁ ଆଉ କାହା ପାଇଁ ବଞ୍ଚିବି? ମାମୁଁ ମାଇଁ ମୁଣ୍ଡ ତଳକୁ କରି ଚୁପଚାପ ଠିଆ ହୋଇଥିଲେ। ଟ୍ରେନ୍ ଟାଇମ୍ ହେଇଯାଉଥିଲା। ମୋତେ ଛାଡ଼ି ଦେଇ ସେମାନେ ଅଟୋକୁ ଉଠିଗଲେ। ମାଇଁଙ୍କ ଆଖିର ଲୁହ ବନ୍ଧବାଡ଼ ମାନୁନଥିଲା। ମୋତେ କିନ୍ତୁ ଟିକିଏ ବି ଦୁଃଖ ଲାଗୁନଥିଲା। ବାପାଙ୍କୁ ସେମିତି ଜାବୁଡ଼ି ଧରି ମୁଁ ଠିଆ ହୋଇଥିଲି। ସେମାନେ ଦୃଷ୍ଟିର ଆଡ଼ୁଆଡ଼କୁ ଚାଲିଗଲା ପରେ ଆମେ ଘରକୁ ଫେରି ଆସିଲୁ। ଘର ମାନେ ଆମ ଘର, ମୋ ଘର। ଗାଡ଼ି ରହୁ ରହୁ ମୁଁ ଦୌଡ଼ିଗଲି ଘର ଭିତରକୁ, ବୋଉ ପାଖକୁ। ପାଟି କରି ଉଠିଲି, ବୋଉ ଦେଖ, ମୁଁ ଫେରି ଆସିଲି। ଆଉ କେହି କେବେ ତୋ ପାଖରୁ ମୋତେ ଛଡ଼େଇ ନେଇପାରିବେନି। ବାପା ମୋତେ ଫେରେଇ ଆଣିଛନ୍ତି। ବାପାଙ୍କୁ ଛାଡ଼ି, ତତେ ଛାଡ଼ି, ଆମ ଘରକୁ ଛାଡ଼ି ମୁଁ କେବେ କୁଆଡ଼େ ବି ଯିବିନି। ବୋଉ, ଏ ବୋଉ, ତୁ ଖୁସି ନା? बंधुगण आशा करूछु आपण मानकु ए कहानीटी निश्चय पसंद आसीथिबो। कहानीटी पसंद आसीथिले हमर ए चैनल को लाइक एवं शेयर कर दियंतु। हां, जदि हमर ए चैनल को नुवा करि आछिथिति चैनल टी को सब्सक्राइब करबा संगे संगे बेल आइकन को दबेई ऑल बटन टी को चिपि दियंतु। जेते बेले भी एई बडी वीडियो हम चैनल रे आसीबो, सर्वप्रथमे आपण मानक पाखु नोटिफिकेशन जिवो। पुनी देखाइबो आगामी वीडियो रे आ एको नुवा कहानी को नै। सेतबेला पंत रहउछु। जय जगन्नाथ।